ପିଆଜ ଆଜି ମୋତେ କନ୍ଦେଇ ଦେଇଥିଲା। ଭିଡ଼ିଓଟି ଲାଷ୍ଟ ଯାକେ ଦେଖନ୍ତୁ ଜାଣିପାରିବେ। ସନ୍ଧ୍ୟା ସମୟ ହୋଇଥିଲା, ଭୋକ ବି ପ୍ରବଳ ଥିଲା। କ'ଣ ଖାଇବି ଭାବିବି ଯାଇକି ମୁଁ ଟିକେ ପିଆଜ କାଟିଲି। ଭାବିଲି ଟିକେ ସିମେଇ ଉପମା ବନେଇଦେବି। ପିଆଜ, ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କା ଟିକେ କାଟି ଦେଇଥିଲି। ତାପରେ ରୋଷ୍ଟେଡ଼ ସିମେଇ ଟିକେ ଆଣିଥିଲି। ସିମେଇକୁ ଟିକେ ଉପମା କରି ଖାଇଲେ ଟିକେ ଭଲ ଲାଗିବ। ତେଣୁ ଝିଅ ବି ସେ ସିମେଇ ଉପମାଟାକୁ ମ୍ୟାଗି କହିକି ଖାଇଦିଏ। ଭାବୁ ଯାଇକି କଡ଼େଇ ଟିକେ ବସେଇକି ସେଥିରେ ଟିକେ ତେଲ ପକେଇଦେଲି। ଆଉ ଟିକେ ସୋରିଷ ଫୁଟେଇ ଦେଇକି ସେଥିରେ ପିଆଜ, ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କା ଟିକେ ପକେଇ ଦେଇଥିଲି। ତାପରେ ଟିକେ ଚିନି, ଟିକେ ହଳଦୀ ଗୁଣ୍ଡ ଆଉ ଟିକେ ଲୁଣ, ବାସ୍ ସେତିକି। ମନେ ପଡ଼ିଗଲା ଫ୍ରିଜରେ ଟିକେ ସୁଇଟ୍ କର୍ଣ୍ଣ ଅଛି, ତେଣୁ ସୁଇଟ୍ କର୍ଣ୍ଣ ଟିକେ ମଧ୍ୟ ପକେଇ ଦେଇଥିଲି। ତାପରେ ଭୋକ ତ ପ୍ରବଳ, ଏତେ ଭୋକ ଲାଗୁଥିଲା ଯେ ସୁଇଟ୍ କର୍ଣ୍ଣ ପକଉ ମାନେ ମନେ ପଡ଼ିଗଲା ଚକୋଲେଟ୍ ଟିକେ ଖାଇଦେଇକି ଭୋକଟାକୁ ଟିକେ ମେଣ୍ଟେଇଦେବା। ତେଣୁ ମୁଁ ଟିକେ ଚକୋଲେଟ୍ ଖାଇ ଦେଇଥିଲି। ଟିକେ ମିଠାଟା ବଡ଼ିକୁ ଗଲେ ଟିକେ ଭୋକଟା ଟିକେ କମିଯାଏ। ଏଠି ଆମର ତା ଭିତରେ ଉପମା ବି ରେଡ଼ି ହେଇଯାଇଛି। ଆଉ ମୋ କ୍ରିସୁ ମଧ୍ୟ ବସି ପଡ଼ିଛି। ମୁଁ ସେଥିରେ ଟିକେ ମାନେ ଉପମା ଉପରେ ଟିକେ ମିକ୍ସଚର ଟିକେ ପକେଇ ଦେଇଥିଲି। ବହୁତ ସୁନ୍ଦର ଲାଗିଲା। ହଁ, ମ୍ୟାଗି ମସଲା ମଧ୍ୟ ଟିକେ ଦେଇଥିଲି, ଯେଉଁଟା ମୁଁ ଭିଡ଼ିଓ କରିନି। ସେଥିରେ ମ୍ୟାଗି ମସଲା ମଧ୍ୟ ଟିକେ ଦେଇଥିଲି। ଆଉ ଝିଅ ଏଠିକି ଚକାସନ ପକେଇକି ପ୍ରଣାମ କରିକି ଖାଇବା ପାଇଁ ବସି ଆମେ ଖାଇସାରିକି ଉଠିବା ପରେ ହବି ବି ଆସିକି ଡ୍ୟୁଟିରୁ ପହଞ୍ଚିକି ସେ ତାଙ୍କର ଗୋଡ଼ ହାତ ଧୋଇକି ଖାଇବା ପାଇଁ ବସି ପଡ଼ିଛନ୍ତି। ତେଣୁ ମୁଁ ତାଙ୍କୁ ମଧ୍ୟ ଉପମା ଟିକେ ଗରମ କରିକି ଖାଇବାକୁ ଦେଇଥିଲି। ଆଉ ଚା ଟିକେ ଦେଇଦେଲି। ତାଙ୍କର ଆଉ କିଛି ଦରକାର ନାହିଁ। ତାପରେ 9ଟା ବେଳକୁ କ'ଣ ଖାଇବୁ, ମୋତେ ତ ଟୋଟାଲି ଭୋକ ନାହିଁ। ହବିଙ୍କ ପାଇଁ ଆଉ ଝିଅ ପାଇଁ ଓଟ୍ସର ପିଠା ବନେଇଥିଲି। ସେ ଟିକେ ପିଆଜ ଆଉ ଟିକେ ବନ୍ଧାକୋବି ଆଉ ଟିକେ କର୍ଣ୍ଣ ପକେଇକି ତାକୁ ବନେଇ ଦେଇଥିଲି। ଟିକେ ଓଟ୍ସ ପିଠା ଆଉ ସସ୍ ସହିତ ମିଶେଇକି ତାଙ୍କୁ ଖାଇବାକୁ ଦେଇଥିଲି। ସତରେ ସମୟଟା କେତେବେଳେ ଯେ ଦିନଟା ଯାକ ସରିଯାଉଛି ଜଣା ହିଁ ପଡ଼ୁନି। ରହୁଛି, ଦେଖାହବ ନେକ୍ସଟ ମିନି ବ୍ଲଗରେ।